ଓଡ଼ିଆ ନାଟ୍ୟ ସାହିତ୍ୟର ଜଣେ କୃତବିଦ୍ୟ ସ୍ରଷ୍ଟା ଭାବେ ଜନକବି ଯଦୁମଣି କାନୁନଗୋ ଚିରସ୍ମରଣୀୟ, ବନ୍ଦନୀୟ। ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, କବି, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ସାମ୍ବାଦିକ ଭାବେ ତାଙ୍କର ଶୃଙ୍ଖଳିତ ଦାୟିତ୍ୱ ନିର୍ବାହ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ। ନଗସପୁରରେ 1916 ମସିହାରେ ଜନ୍ମଲାଭ କରିଥିବା ଏହି ବାଗ୍ମୀ ବ୍ୟକ୍ତିତ୍ୱ ସାରା ଓଡ଼ିଶାର ସୁନାମ ଅର୍ଜନ କରିଥିବା ପୁରାତନ ଯାତ୍ରା ଅନୁଷ୍ଠାନ ଶାରଦା କଳାକୁଞ୍ଜର ମେରୁଦଣ୍ଡ ଥିଲେ। ଏପରିକି କବିଚନ୍ଦ୍ରଙ୍କ ଓଡ଼ିଶା ଥିଏଟର୍ସ ଦ୍ୱାରା ପ୍ରଯୋଜିତ ରକ୍ତମାଟି ଭାତ ନାଟକରେ ଶ୍ରୀଯୁକ୍ତ କାନୁନଗୋଙ୍କର ନିଖୁଣ ଅଭିନୟ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ତାଙ୍କ ରଚିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଆଧାରିତ ମହାମାନବ ଚମ୍ପୁ ତାଙ୍କର ଏକ ଅନବଦ୍ୟ ସୃଷ୍ଟି, ଯାହାକି ସାରା ଭାରତବର୍ଷରେ ବିରଳ ଗ୍ରନ୍ଥଟିଏ। ଏହି ପ୍ରଣମ୍ୟ ବ୍ୟକ୍ତିଙ୍କ ଗୁଣାବଳୀ, ଆଦର୍ଶ, ଗୌରବଗାଥାକୁ ବର୍ଣ୍ଣନା କରିବାକୁ ଯାଇ ପ୍ରାଜ୍ଞ ବ୍ୟକ୍ତିବିଶେଷମାନେ କହନ୍ତି, ନଗସପୁର ଗାଁର ନିକଟ ଚାରିରେକୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଜନକବି ଯଦୁମଣି କାନୁନଗୋ ଏକାଧାରରେ କବି, ନାଟ୍ୟକାର, ଯାତ୍ରା ନିର୍ଦ୍ଦେଶନା ଏବଂ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଓଡ଼ିଶାରେ ସୁନାମ ଅର୍ଜନ କରିଛନ୍ତି। ନଗସପୁର ଅଞ୍ଚଳ କଳା, ସାହିତ୍ୟ, ସଂସ୍କୃତିର ମାଟି। ଏକଦା ନଗସପୁର ଯାତ୍ରା ପାର୍ଟି ବେଙ୍ଗଲ, ବିହାର, ଓଡ଼ିଶାରେ ଯାତ୍ରା ଅଭିନୟ କରି ଏକ ଚମକ ସୃଷ୍ଟି କରିଥିବା ବେଳେ ଯାତ୍ରା ଦଳର ନାଟକ ଲେଖିବା ଓ ନାଟ୍ୟ ନିର୍ଦ୍ଦେଶନା ଦେବା କ୍ଷେତ୍ରରେ ଯଦୁମଣି ବାବୁଙ୍କର ବହୁତ କିଛି ଭୂମିକା ଥିଲା। ଆମେ ତାଙ୍କୁ ପିଲାବେଳେ ଦେଖିଛୁ। ତାଙ୍କର ସାହିତ୍ୟ ପ୍ରତି ଏତେ ମାତ୍ରାରେ ଅନୁରାଗ ଥିଲା, ସେ ଚାହୁଁଥିଲେ ଗୋଟେ ପରିବର୍ତ୍ତନ କିଛି ଆଣିବାକୁ। ବ୍ରିଟିଶ ମାନେ ଶାସନ କରିଛନ୍ତି, ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ସେ ଆସିବାର ସୁଯୋଗ ଗୁଣ୍ଡି ତାଙ୍କ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ସେ ବହୁତ କିଛି ଇଂରେଜ ଶାସନ କେମିତି ହଟିବ ତା ପାଇଁ ସେ ଲେଖନୀ ଚାଳନା କରିଥିଲେ। ଏବଂ ଯଦୁମଣି କାନୁନଗୋ ଆମର ନଗସପୁରର ଓଡ଼ିଶାର ମାନ୍ୟବର ଜଳସେଚନ, ବିଦ୍ୟୁତ୍, ରାଜସ୍ୱ ବିଭାଗର ମନ୍ତ୍ରୀ ଯେ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କର ଅତି ନିକଟତର ଥିଲେ ଏବଂ ସେ ଜନକବି ଭାବରେ ଆଜି ଓଡ଼ିଶାରେ ପରିଚିତ ମଧ୍ୟ ହେଇଛନ୍ତି। ତାଙ୍କ ସମ୍ପର୍କରେ ଏତେ ଆମର କାର୍ଯ୍ୟକ୍ରମ, ତାଙ୍କ ସ୍ମୃତି ପାଇଁ ଯେଉଁ କାର୍ଯ୍ୟକ୍ରମ ଆଜି ଯେଉଁମାନେ ସବୁ ନେଉଛନ୍ତି, ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି ଯେ ଯଦୁମଣି କାନୁନଗୋଙ୍କର ସ୍ମୃତି ସାରା ଓଡ଼ିଶାରେ ପ୍ରଚାର ପ୍ରସାର ହେଉ ଏବଂ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଏବଂ ଏହି ମାଟିରେ ଜନକବି ଯଦୁମଣି କାନୁନଗୋ ପୁନର୍ବାର ଜନ୍ମଗ୍ରହଣ କରନ୍ତୁ ଏବଂ ଏ ଅଞ୍ଚଳ ସାହିତ୍ୟ ସଂସ୍କୃତିରେ ଆଗେଇ ଚାଲୁ। ଏବଂ ମୁଁ ଏହା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନିକଟରେ ପ୍ରାର୍ଥନା କରୁଛି, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।